ବନ୍ଧୁଗଣ ଦେଖନ୍ତୁ, ଇଏ ଭେକେନ୍ସି ଆପଣଙ୍କର ଆସିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ବା OSSC ତରଫରୁ। ତ ଯଦି ଆପଣ କେବଳ +2 ପାସ୍ କରିଛନ୍ତି, କେବଳ +2 ପାସ୍ ଏବଂ ଆପଣ ଅମିନ୍ ଆକାରରେ ଚାକିରି କରିବା ପାଇଁ ଚାହୁଁଛନ୍ତି କିମ୍ବା ଜୁନିୟର ଫିସାରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ ଆକାରରେ କିମ୍ବା ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ ଆକାରରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ଏହି ଭିଡ଼ିଓକୁ କମ୍ପ୍ଲିଟଲି ଦେଖିବେ। ଫୁଲ୍ ଇନଫର୍ମେସନ୍ ମୁଁ ଆପଣଙ୍କୁ ପ୍ରୋଭାଇଡ଼ କରିବି। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ଆପଣ ଜଣାଇଦେବେ ଯିଏ ବି ଆପଣଙ୍କର ମିନିମମ୍ +2 ପାସ୍ ଆପଣଙ୍କର କରିଛନ୍ତି। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଏବଂ ଆପଣଙ୍କୁ ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଦରକାର ଏହି ପରୀକ୍ଷାର, ଦେନ୍ ଆପଣ ଏହି ଭିଡ଼ିଓର ଡେସ୍କ୍ରିପସନ୍ରେ ନଚେତ୍ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଆମର ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,22,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ। ଜଏନ୍ ହେଲା ପରେ ଆପଣ ଏଇଠି ଫାଇଲ୍ସରେ ଆପଣ ଖାଲି ଲେଖିଦେବେ ଅମିନ୍। ତ ଯେତିକି ବି ଆପଣଙ୍କର ଏକ୍ଜାମ୍ସ ହେଇଛି ସବୁ ଏକ୍ଜାମ୍ସର ଆପଣଙ୍କୁ କ୍ୱେଶ୍ଚନ୍ ପେପର ତା ସହିତ ଆନ୍ସର କି ଆପଣଙ୍କୁ ମିଳିଯିବ। ଯଦି ଆପଣ ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି ତାହେଲେ 8895154969 এই ନମ୍ବରରେ ଆପଣ ହାଇ ଲେଖିଦେବେ। ଆପଣଙ୍କୁ ଅଟୋମେଟିକାଲି ହ୍ୱାଟ୍ସଆପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପର୍ସନାଲି ମେସେଜ କରିବାର ଲିଙ୍କ୍ ମଧ୍ୟ ଆପଣଙ୍କୁ ମିଳିଯିବ। ଆଉ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ ଦେନ୍ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ବି ଇନଷ୍ଟଲ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ୟାର ଅଫିସିଆଲ ୱେବସାଇଟ୍ ଆପଣଙ୍କର ହେଉଛି ossc.gov.in। ଯେମିତି ଆପଣ ଅଫିସିଆଲ ୱେବସାଇଟ୍କୁ ଆପଣ ଯିବେ ଦେଖିପାରିବେ ଏଇଟା ଆପଣଙ୍କର ନୋଟିଫିକେସନ୍ ଆପଣଙ୍କର ଅଟେ। ଠିକ୍ ଅଛି, ଭ୍ୟୁ PDF ଉପରେ କ୍ଲିକ୍ କଲେ ଆପଣଙ୍କର ନୋଟିଫିକେସନ୍ଟି ଓପେନ୍ ହେଇଯିବ। ଏହାର ଅନଲାଇନ୍ ଆପ୍ଲାଏ ଆପଣଙ୍କ ପାଇଁ ଆଗାମୀ 6 ମାର୍ଚ୍ଚ ପାଖରୁ ଆରମ୍ଭ ହେବ। ଲାଷ୍ଟ ଡେଟ୍ ଆପଣଙ୍କର 5 ଏପ୍ରିଲ ପର୍ଯ୍ୟନ୍ତ ରହିଛି। ଯଦି ଆପଣ କିଛି ଭୁଲଭାଲ କରନ୍ତି ଦେନ୍ ଆପଣ ଏଡିଟ୍ କରିପାରିବେ ଏଇଟା। ଠିକ୍ ଅଛି, ଯେତିକି ବି ଆମର ଓଡ଼ିଶାରେ +2 ଲେଭେଲର ପୋଷ୍ଟ ଅଟେ ଏଗୁଡ଼ାକୁ କମ୍ବାଇନ୍ଡଲି ଆପଣଙ୍କର କରାହେଉଛି। କମ୍ବାଇନ୍ଡ ହାୟର ସେକେଣ୍ଡାରୀ ଏକ୍ଜାମ୍ ବୋଲି ଆମେ କହୁଛେ। ଏଥିରେ ଦେଖନ୍ତୁ, ଯେମିତି ପଦବୀ ସଂଖ୍ୟା ମୁଁ ଆପଣଙ୍କୁ କହିଲି, ଅମିନ୍ରେ ଆପଣଙ୍କର 15 ଗୋଟି ରହିଛି, ଜୁନିୟର ଫିସାରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟରେ 15 ଗୋଟି ଏବଂ ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟରେ ଆପଣଙ୍କର 90-40 ପଦବୀ ଆପଣଙ୍କୁ ରହିଛି। ଠିକ୍ ଅଛି, ଯଦି ଆମେ କ୍ୱାଲିଫିକେସନ୍ କଥା ଆପଣଙ୍କର କହିବା, ପୋଷ୍ଟ ୱାଇଜ୍ ମଧ୍ୟ ଆପଣ ଦେଖିଦେଇପାରିବେ ଆପଣଙ୍କର କ୍ୟାଟେଗୋରୀ ୱାଇଜ୍ ଭେକେନ୍ସି ଆପଣଙ୍କର। ଦେଖନ୍ତୁ କ୍ୱାଲିଫିକେସନ୍ ଯଦି ଆମେ ଏଥିରେ ଡିସ୍କସନ୍ ଆପଣଙ୍କର କରିବା, ଅମିନ୍ ପାଇଁ +2 ଆର୍ଟ୍ସ ପିଲାମାନେ ବି, ସାଇନ୍ସ ପିଲାମାନେ ବି, କମର୍ସ ପିଲାମାନେ ବି ଆପ୍ଲାଏ କରିପାରିବେ। ଜୁନିୟର ଫିସରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ ପାଇଁ +2 ଭୋକେସନାଲ କିମ୍ବା +2 ସାଇନ୍ସ ପିଲାମାନେ ବି ଆପ୍ଲାଏ କରିପାରିବେ ଏବଂ ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ ପାଇଁ କେବଳ +2 ସାଇନ୍ସ ପିଲାମାନେ ଆପଣଙ୍କର ଆପ୍ଲାଏ କରିପାରିବେ। ଠିକ୍ ଅଛି, ଅମିନ୍ ପାଇଁ ସମସ୍ତେ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ଆପଣଙ୍କ ଦେଖନ୍ତୁ, ଏହା ଯେହେତୁ 2025 ଡିସେମ୍ବରରେ ହିଁ ଆପଣଙ୍କର ନୋଟିଫିକେସନ୍ ପବ୍ଲିଶ ହେଇଥିଲା, ତ ଏଜ୍ ଲିମିଟ୍ ମିନିମମ୍ 21 ବର୍ଷରୁ 22 ବର୍ଷ, 1 ଜାନୁଆରୀ 2025 ସୁଦ୍ଧା। ଆପଣ ଗୁଗଲରେ ସର୍ଚ୍ଚ କରିବେ ଏଜ୍ କାଲକୁଲେଟର। ଠିକ୍ ଅଛି, ସର୍ଚ୍ଚ କଲା ପରେ ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିବ ତା ଉପରେ ଆପଣ କ୍ଲିକ୍ କରିବେ। ଏଇଠି ନିଜର ଡେଟ୍ ଅଫ୍ ବାର୍ଥକୁ ଦେଲେ ଦେନ୍ ଏଇ ଯେଉଁ ଏଜ୍ 8 ଲେଖା ହେଇନି କି, ଏଇଟାକୁ ଆପଣ ଜାନୁଆରୀ 1, 2025 ଆପଣ କରିବେ ହେଲା 2025। ଠିକ୍ ଅଛି, ଜାନୁଆରୀ 1, 2025 ସୁଦ୍ଧା କରିବେ। ଯଦି 21ରୁ 22 ବର୍ଷ ଭିତରେ ଅଛି ଆପଣ ଆପ୍ଲାଏ କରିପାରିବେ, କିନ୍ତୁ ST, SC, SC, BC ଲେଡିଜ୍ ମାନଙ୍କର 5 ବର୍ଷ ଆପଣଙ୍କର ବଢ଼ିଯିବ। 21ରୁ 27 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ। ଠିକ୍ ଅଛି, ସମସ୍ତଙ୍କର ଏଜ୍ ଲିମିଟ୍ ଆପଣ ଜାଣିଗଲେ। ଠିକ୍ ଅଛି, ଏବେ ନେକ୍ସଟ ସିଲେକ୍ସନ୍ ଆପଣଙ୍କର କେମିତିକା ହେବ। ଯଦି ଦେଖନ୍ତୁ, ଯଦି ଆପଣଙ୍କର 5 ଗୁଣରୁ ଅଧିକ ପିଲା ଆପଣଙ୍କର ଆପ୍ଲାଏ କରନ୍ତି, ପ୍ରାୟ ସମସ୍ତଙ୍କର ପ୍ରିଲିମ୍ସ ତ କମ୍ପଲସରି ଆପଣଙ୍କର ହେବ 150 ମାର୍କର। ଗୋଟେ ଠିକ୍ କଲେ 1 ମାର୍କ ମିଳିବ, ଗୋଟେ ଭୁଲ କଲେ 0.25 ମାର୍କ ଆପଣଙ୍କର କଟିଯିବ। ପ୍ରିଲିମ୍ସରେ କ୍ୱାଲିଫାଇ କଲା ପରେ ମେନ୍ସ ଆପଣଙ୍କର 200 ମାର୍କର ଆପଣଙ୍କର ହେବ। ଅନଲାଇନ୍ ବି ହେଇପାରେ କିମ୍ବା ଆପଣଙ୍କର ଅଫଲାଇନ୍ ମୋଡ଼ରେ ଆପଣଙ୍କର ହେବ। ଠିକ୍ ଅଛି, ନେକ୍ସଟ ଦେଖନ୍ତୁ, ଆପଣଙ୍କର ଯେଉଁ ପ୍ରିଲିମ୍ସ ପରୀକ୍ଷା ହେବ ଏଥିରେ କ'ଣ କ'ଣ ପଡ଼ିବ? ମ୍ୟାଥମେଟିକ୍ସ ଆପଣଙ୍କର, ଡାଟା ଇଣ୍ଟରପ୍ରିଟେସନ୍, ରିଜନିଂ, କରେଣ୍ଟ ଆଫେୟାର୍ସ, କମ୍ପ୍ୟୁଟର ଆପଣଙ୍କର ପଡ଼ିବ। ଠିକ୍ ଅଛି, ତାପରେ ଆପଣଙ୍କର ଯେଉଁ ମେନ୍ସୁରେସନ୍ ଆପଣଙ୍କର ଏଗୁଡ଼ା ହେଉଛି ମେନ୍ସର, ସମସ୍ତଙ୍କର ଅଲଗା ଅଲଗା। ଅମିନ୍ର ହେଉଛି ଆପଣଙ୍କର ଏଇଟା, ଏହାର ସବୁ କ୍ୱେଶ୍ଚନ୍ ଅଲରେଡ଼ି ଟେଲିଗ୍ରାମ ଗ୍ରୁପ୍ରେ ଆପଣଙ୍କର ଅଛି ହେଲା।
ଆପଣ ଦେଖିଲେ ପ୍ରାୟତଃ ଦେଖୁ ଦେଖୁ କରିଦେଇ ପାରିବେ। ଠିକ ଅଛି। ଏକ୍ସାମିନେସନ ଫି ଦେଖନ୍ତୁ କେତେ ପଡିବ ନା ST SC ଦିବ୍ୟାଙ୍ଗ ପିଲାମାନଙ୍କୁ ଆପଣଙ୍କର କୌଣସି ବି ଟଙ୍କା ଦେବାକୁ ପଡିବନି। ବାକି ସବୁ ପିଲାମାନଙ୍କୁ ଆପଣଙ୍କର 500 ଟଙ୍କା ଆପଣଙ୍କ ଦେବାକୁ ପଡିବ। ଠିକ ଅଛି। ଯଦି ଆପଣ ପ୍ରିଲିମ୍ସ ପରୀକ୍ଷା ଦେବା ପାଇଁ ଯାଆନ୍ତି ଦେନ୍ ଆପଣଙ୍କର ଟଙ୍କା ରିଫଣ୍ଡ ଆପଣଙ୍କୁ କରିଦିଆଯିବ। ଠିକ ଅଛି। ତ ବହୁତ ହି ଭଲ ପଦବୀ ଆପଣଙ୍କର ଅଟେ। ଆପଣମାନେ ଯେମିତି ୟାକୁ ମିସ୍ କରିବେ ନାହିଁ। ଆଶା କରିବି କମ୍ପ୍ଲିଟ ଇନଫର୍ମେସନ ମୁଁ ଆପଣଙ୍କୁ ଦେଇପାରିଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।